କନ୍ୟା ରାଶି ଉପରେ ବକ୍ରି ଶନିଙ୍କର ଚମତ୍କାର ପ୍ରଭାବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ନୈସର୍ଗିକ ରାଶିଚକ୍ରର ଷଷ୍ଠ ଭାବ କନ୍ୟା ରାଶିର ଅଧିପତି ହେଲେ ବୁଧ ମହାଗ୍ରହ। ବୁଧ ମହାଗ୍ରହଙ୍କୁ ଗ୍ରହ ଜଗତର ଯୁବରାଜ କୁହାଯାଇଥିବା ବେଳେ ବୁଧ ମହାଗ୍ରହଙ୍କୁ ମହାପଣ୍ଡିତ ବା ପଣ୍ଡିତ ଗ୍ରହ ହିସାବରେ ଗ୍ରହଣ କରାଯାଇଥାଏ। ଏପରିକି ଜାତକ ଲେଖିଲା ବେଳେ ବୁଧ ମହାଗ୍ରହଙ୍କ ନାମ ଅନୁସାରେ ନାମିତ ହୋଇଥିବା ବୁଧବାର, ସେହି ବୁଧବାରରେ ଜନ୍ମଗ୍ରହଣ କରିଥିବା ସନ୍ତାନଙ୍କ ଜନ୍ମଦିନକୁ ଜାତକରେ ପଣ୍ଡିତ ବାସରେ ଜନ୍ମଗ୍ରହଣ କରିଛନ୍ତି ବୋଲି ଲେଖାଯାଇଥାଏ। ତେଣୁ କନ୍ୟା ଲଗ୍ନ କିମ୍ବା କନ୍ୟା ରାଶି ଜାତକ ବା ବ୍ୟକ୍ତିଙ୍କର ପଢ଼ିବା ଓ ଲେଖିବା ଉପରେ ବିଶେଷ ରୁଚି ରହିଥାଏ। ବୁଧ ମହାଗ୍ରହ ସବୁଜ ରଙ୍ଗର ପ୍ରତୀକ ଏବଂ ଗ୍ରହ ଜଗତର ଯୁବରାଜ ହୋଇଥିବାରୁ କନ୍ୟା ଲଗ୍ନ ଓ ରାଶିଜାତ ବ୍ୟକ୍ତି ପ୍ରାୟତଃ ସୁନ୍ଦର କମନୀୟ କାନ୍ତିର ଅଙ୍ଗସୌଷ୍ଠବ ପାଇଥାନ୍ତି ଏବଂ ବହୁଦିନ ପର୍ଯ୍ୟନ୍ତ ସେମାନଙ୍କର ଯୁବକ ଅବସ୍ଥା ବା ଯୁବାବସ୍ଥା ଅତୁଟ ରହିଥାଏ ଓ ଦେଖିବାକୁ ସୁନ୍ଦର ମଧ୍ୟ ହୋଇଥାନ୍ତି। ଜ୍ୟୋତିଷଶାସ୍ତ୍ରରେ ସେହିପରି ବୁଧ ମହାଗ୍ରହଙ୍କ ଠାରୁ ବୁଦ୍ଧି ଓ ବାଣୀ ବା କଥାର ବିଚାର କରାଯାଉଥିବାରୁ କନ୍ୟା ଲଗ୍ନ ଓ ରାଶିଜାତ ବ୍ୟକ୍ତି କୁଶାଗ୍ର ବୁଦ୍ଧିସମ୍ପନ୍ନ ଓ ସୁନ୍ଦର କଥା କହିବାରେ ପାରଦର୍ଶିତା ଲାଭ କରିଥାନ୍ତି। ମଧ୍ୟମ ଉଚ୍ଚତା, କଳା ମଚମଚ କୁଞ୍ଚକୁଞ୍ଚିଆ କେଶ ସାଙ୍ଗକୁ ସମୟରେ ଲାଗେ ସେମାନଙ୍କ ପାଖରେ ବୟସ ହାର ମାନିଯାଇଛି, ଅର୍ଥାତ୍ ପ୍ରକୃତ ବୟସ ଠାରୁ କନ୍ୟା ରାଶି ଜାତ ବ୍ୟକ୍ତି ବିଶେଷ ବହୁତ କମ୍ ବୟସର ଦେଖାଯାଇଥାନ୍ତି। କନ୍ୟା ରାଶି ବ୍ୟକ୍ତିଙ୍କର ଏକ ବିଶେଷ ଗୁଣ ହେଲା ସେମାନେ କଠୋର ପରିଶ୍ରମୀ ସାଙ୍ଗକୁ ବିବେକବାନ ବା ହୃଦୟବାନ ବ୍ୟକ୍ତିତ୍ୱ ଲାଭ କରିଥାନ୍ତି। ସ୍ୱ ଉପାର୍ଜନରେ ସ୍ୱାବଲମ୍ବୀ ଜୀବନ ଯାପନ କରିବାକୁ ଭଲ ପାଆନ୍ତି। ତତ୍ ସହିତ କନ୍ୟା ରାଶି ଜାତ ବ୍ୟକ୍ତି ବଡ଼ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଯେଉଁ କ୍ଷେତ୍ରରେ ଥାଆନ୍ତି ସେ ଜାଗାରେ ଶୀର୍ଷ ଶିଖରକୁ ଉଠିବା ପାଇଁ ସର୍ବଦା ଉଦ୍ୟମରତ ରହିଥାନ୍ତି। ବେଳେବେଳେ ଦେଖାଯାଏ ବାକ୍ପଟୁତା କନ୍ୟା ରାଶିର ଏକ ସହଜାତ ଗୁଣ ହୋଇଥିବାରୁ ସେମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା ବା ତର୍କ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସ୍ୱାର୍ଥପର ଗୁଣ ଥିଲେ ମଧ୍ୟ ଅନ୍ୟମାନଙ୍କ ବିଷୟରେ ବହୁତ ଭାବିଥାନ୍ତି ଏବଂ ନିଜେ ମଧ୍ୟ ଖୁବ୍ ସମ୍ବେଦନଶୀଳ ହୋଇଥାନ୍ତି। କନ୍ୟା ରାଶିରେ 3ଗୋଟି ନକ୍ଷତ୍ର ଯଥାକ୍ରମେ ଉତ୍ତରା ଫାଲ୍ଗୁନୀ, ହସ୍ତା ଓ ଚିତ୍ରା ନକ୍ଷତ୍ର ଭୋଗ ହୋଇଥାଏ। ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରର ଅଧିପତି ରବି, ହସ୍ତା ନକ୍ଷତ୍ରର ଅଧିପତି ଚନ୍ଦ୍ର ଓ ଚିତ୍ରା ନକ୍ଷତ୍ରର ଅଧିପତି ମଙ୍ଗଳ ମହାଗ୍ରହ ହୋଇଥାନ୍ତି। କନ୍ୟା ରାଶି ଏକ ଦ୍ୱିସ୍ୱଭାବ ବିଶିଷ୍ଟ ରାଶି ହୋଇଥିବାରୁ ଏହି ରାଶିର ସପ୍ତମ ଭାବ ମୀନ ରାଶି ତଥା ମୀନ ରାଶିର ଅଧିପତି ବୃହସ୍ପତି ବାଧକ ରାଶି ଓ ଗ୍ରହ ହୋଇଥାଏ। ତେଣୁ ଦେଖାଯାଇଛି କନ୍ୟା ରାଶି ଜାତକ ସପ୍ତମ ଭାବର କାରକ ଯଥା ସ୍ୱାମୀର ସ୍ତ୍ରୀ ବା ସ୍ତ୍ରୀର ସ୍ୱାମୀ, ବାଣିଜ୍ୟ, ମିତ୍ର, ଯାତ୍ରା ପ୍ରଭୃତିରେ ପ୍ରଥମେ ବଡ଼ ବାଧାର ସମ୍ମୁଖୀନ ହୋଇଥାନ୍ତି ଓ ପରେ ବାଧକ ସମୟ କଟିଗଲା ପରେ ସେମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିଥାନ୍ତି। ନୈସର୍ଗିକ ଗ୍ରହ ଜଗତରେ କନ୍ୟା ରାଶିର ଅଧିପତି ବୁଧ ମହାଗ୍ରହଙ୍କର ମିତ୍ର ହେଲେ ଶନି ମହାଗ୍ରହ ଏବଂ ଶୁକ୍ର ମହାଗ୍ରହ। 2024 ଜୁନ୍ ମାସ 29 ତାରିଖ ଶନିବାର ରାତ୍ରିଠାରୁ ନଭେମ୍ବର 14 ତାରିଖ ଗୁରୁବାର ପର୍ଯ୍ୟନ୍ତ ଶନି ମହାଗ୍ରହ ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ବକ୍ରି ହେଉଥିବାରୁ ରାଶିଚକ୍ରର ବିଭିନ୍ନ ରାଶି ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ କ୍ରମରେ ଆଜି ଦେଖିବା କନ୍ୟା ରାଶି ଉପରେ ବକ୍ରି ଶନି ମହାଗ୍ରହଙ୍କର କ'ଣ ପ୍ରଭାବ ରହୁଛି। ପୂର୍ବରୁ କୁହାଯାଇଛି ଶନି ଏବଂ ବୁଧ ଉଭୟ ପରସ୍ପରର ମିତ୍ର, ଏଣୁ ଅଧିମିତ୍ର ବା ଘନିଷ୍ଠ ମିତ୍ର। ତେଣୁ ମିତ୍ର ଶନି ଗ୍ରହଙ୍କର କୁମ୍ଭ ରାଶିରେ ବକ୍ରି ହେବା ବୁଧ ଗ୍ରହଙ୍କର କନ୍ୟା ରାଶି ପାଇଁ ଶୁଭ ସଂକେତ ପ୍ରଦାନ କରୁଛି। କନ୍ୟା ରାଶିର ପଞ୍ଚମ ଭାବ ମକର ଓ ଷଷ୍ଠ ଭାବ କୁମ୍ଭ ଶନି ମହାଗ୍ରହଙ୍କର ରାଶି। ଷଷ୍ଠ କୁମ୍ଭ ରାଶିରେ ବକ୍ରି ଶନି କନ୍ୟା ରାଶି ପାଇଁ
ଶତ୍ରୁ ଉପରେ ବିଜୟ ପ୍ରାପ୍ତି ଦେବା ସହିତ ଉଦ୍ୟୋଗପୂର୍ବକ କାର୍ଯ୍ୟସିଦ୍ଧି ହେବାର ସମ୍ଭାବନା ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଲା ଚାକିରି ବା କର୍ମକ୍ଷେତ୍ରରେ ଏହି ବକ୍ରି ଶନି ପୂର୍ଣ୍ଣ ସଫଳତା ପ୍ରଦାନ କରିବାକୁ ଯାଉଥିବା ବେଳେ ନୂତନ କର୍ମ କିମ୍ବା ଚାକିରି ପ୍ରଦାନ କରିବାର ସୁବର୍ଣ୍ଣ ସମୟ କନ୍ୟା ରାଶି ଜାତ ବ୍ୟକ୍ତି ଲାଭ କରିପାରନ୍ତି। କନ୍ୟା ରାଶିର ଷଷ୍ଠ ଭାବସ୍ଥ ବକ୍ରି ଶନି ଶତ୍ରୁ ପାଖରୁ ପ୍ରାପ୍ତ ହେବାକୁ ଥିବା ଧନ ମଧ୍ୟ କନ୍ୟା ରାଶି ଜାତ ବ୍ୟକ୍ତିଙ୍କୁ ପ୍ରଦାନ କରିପାରନ୍ତି। ଅପରପକ୍ଷରେ ପ୍ରେମ ସମ୍ପର୍କରେ ଥିବା ଜାତକ ଜାତିକା ଏ ସମୟରେ ଭଲ ଫଳ ନ ପାଇବାର ବହୁତ ସମ୍ଭାବନା। ଶିକ୍ଷାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଅଳସୁଆମୀ ପ୍ରଦର୍ଶନ କରିବେ। ସମୟରେ ଶାରୀରିକ ଦୁର୍ବଳତା ଓ ସ୍ନାୟୁ ବିକାର ଘଟିବାର ବହୁତ ସମ୍ଭାବନା। ଅପଚୟ ବା ଖାଦ୍ୟ ହଜମ ନ ହେବା କାରଣରୁ ଶରୀରରେ ବାୟୁର ପ୍ରକୋପ ବଢ଼ିବାର ସମ୍ଭାବନା ରହୁଛି। ସମୟରେ ଡିପ୍ରେସନ୍ ବା ଉଦାସୀନତା ଦେଖାଦେଇପାରେ। କୁମ୍ଭ ରାଶିରେ ବକ୍ରି ଶନିଜନିତ କଷ୍ଟରୁ ରକ୍ଷା ପାଇବା ଓ ସମ୍ପୂର୍ଣ୍ଣ ସୁଫଳ ପାଇବା ପାଇଁ କନ୍ୟା ରାଶି ବ୍ୟକ୍ତି ପ୍ରତ୍ୟହ ଭଗବାନ ବିଷ୍ଣୁଙ୍କୁ ପୂଜା ଆରାଧନା କରିବା ଅଥବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ସ୍ମରଣ କରି ବିଷ୍ଣୁ ସହସ୍ର ନାମ ପାଠ କରିବା ବଡ଼ ଚମତ୍କାର ଫଳ ପ୍ରଦାନ କରିବ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।